ଏଇଟା ସର୍ଟ ସର୍କିଟ୍ ହେଲା ନିଆଁ ଯେତେବେଳେ ଲାଗି ଧୂଆଁ ବାହାରିଲା ତାପରେ ଆମେ ସବୁ ଜାଣିଲୁ ଆଉ ତାପରେ ସବୁ ଖବର ଆମେ 10ଟା 5-10 ଭିତରେ ଜାଣିଲୁ 10ଟା ବେଳେ ନିଆଁ ଲାଗିଛି ସର୍ଟ ସର୍କିଟ୍ ଟାଇମ୍ଟା ହଁ ସବୁ ଖବର ଦେଲେ ଖବର ଦେଲା ପରେ ଆମେ ଆସିଲୁ ଆମ ଷ୍ଟାଫ୍ ଥିଲେ 2 ଜଣ ଆହୁରି ସେମିତି କହିପାରିବେନି ସେଟା ପ୍ରାୟତଃ କ୍ଷୟକ୍ଷତି ପ୍ରାୟ ସବୁ କ୍ଷୟକ୍ଷତି ହେଇଛି ଫାଇଲ୍ ସବୁ ପଡ଼ି ଅଛି ବହୁତ ପୁରୁଣା ରେକର୍ଡ ବି ଅଛି ତା ଆଜ୍ଞା ହଁ ଦେଖେ ସେଇଟା ବି ତ ଚେଷ୍ଟା କରିବ ଅଫିସ୍ କ'ଣ ଚିନ୍ତା କରିବ କ'ଣ ନାହିଁ ଭଲ ସବୁ ସୁବିଧା ଅଛି ଅଳ୍ପ କି ବଞ୍ଚିଗଲା ତ 10-15 ମିନିଟ୍ ଭିତରେ ଆମେ ଲିଭେଇ ସାରିଛୁ ମାତ୍ର ଆମେ ଟିମ୍ ସହ ଅପେକ୍ଷା କରିଥିଲୁ ଆଉ କାଳେ ଧୂଆଁ କି କେଉଁଠି କ'ଣ ଥିବ ଆମେ ଅପେକ୍ଷା କରିଥିଲୁ ଧୂଆଁ ଥିଲା ଧୂଆଁ ବର୍ତ୍ତମାନ ସମ୍ପୂର୍ଣ୍ଣ ବାହାରି ସାରିଲାଣି ଆଉ ନିଆଁ ସମ୍ପୂର୍ଣ୍ଣ ଭାବରେ ଲିଭି ଯାଇଛି। କେତେବେଳେ ଆପଣଙ୍କ ପାଖକୁ ଖବର ଗଲା ଯେ ନିଆଁ ଲାଗିଛି ବୋଲି? ଆମ ପାଖକୁ 10ଟାରେ ଖବର ଆସିଥିଲା ଲୋକ ଆମର ଯେଉଁ ତୋଷାଳୀ ଭବନରେ ଗ୍ରାଉଣ୍ଡ ଫ୍ଲୋରରେ ନିଆଁ ଲାଗିଛି ଆମେ ଆସି ଦେଖିଲୁ ଆଉ ତୁରନ୍ତ ଆସି ପହଞ୍ଚି ତୁରନ୍ତ ବି ନିଆଁ ଲିଭେଇବ ସେ ସମୟରେ ବି ଆମର ଯେଉଁ ସିକ୍ୟୁରିଟି କର୍ମଚାରୀ ଥିଲେ ସେମାନେ ବି ଏକ୍ସଟିଂଗୁଇସର୍ ମାରିକି ନିଆଁ ଲିଭେଇବାକୁ ଚେଷ୍ଟା କରିଛନ୍ତି। ନାଇଁ ସେଥିରେ ଯେଉଁ ଇଲେକ୍ଟ୍ରିକ୍ ଗୋଟେ ବୋର୍ଡ଼ ଥିଲା ସେ ବୋର୍ଡ଼କୁ ଲାଗିକି ଯେଉଁ ର୍ୟାକ୍ଟା ଥିଲା ସେଥିରେ ଖାଲି ନିଆଁ ଲାଗିଥିଲା ଆଉ ଅଲଗା କାରଣ କ'ଣ ଲାଗୁଛି? ସେ ପୁରୁଣା ୱେୟାର ହେଇଥାଇପାରେ ନହେଲେ ଯେଉଁ ତାର ଅଛି ଯେଉଁ ଇଲେକ୍ଟ୍ରିକ୍ ୱେୟାର ତାପରେ ଓଭରଲୋଡ଼ ହେଇଥାଇପାରେ ସେଠୁ ଲାଗିଥାଏ। କେତେ ସମୟ ଲାଗିଲା ନିଆଁ ନାଇଁ 10-15 ମିନିଟ୍ ଭିତରେ 15 ମିନିଟ୍ ଭିତରେ ଆମେ ନିଆଁ ସମ୍ପୂର୍ଣ୍ଣ ଲାଗିଲା ଭୁବନେଶ୍ୱର 2ଟା ଗାଡ଼ି ଆଉ 2ଟି ଟିମ୍ 10 ଜଣ ସାର୍ ଗୋଟେ ଇନଭେଷ୍ଟିଗେସନ୍ ହେବ କି ଯେ ପ୍ରକୃତରେ ସର୍ଟ ସର୍କିଟ୍ ନା ଆଉ କିଛି ନା ପାଇଁ ନିହାତି ସାର୍ ଯେଉଁ ଅଗ୍ନି ନିରାପତ୍ତା ଯନ୍ତ୍ର ସବୁ ଥିଲା ଯେଉଁ ଯାହା ଦରକାର ଥିଲା ହଁ ଏଇ ଆମର ଫାୟାର ଏକ୍ସଟିଂଗୁଇସର୍ ସବୁ ଥିଲା ଆଉ ଆଲାର୍ମ ଥିଲା ସେ ବି ଯେଉଁ ସିକ୍ୟୁରିଟି ଏକ୍ସଟିଂଗୁଇସର୍ ମାରିକି ନିଆଁ ଲିଭେଇବାକୁ ଚେଷ୍ଟା କରିଛନ୍ତି। ଆଜ୍ଞା ଥ୍ୟାଙ୍କ ୟୁ ସାର୍।